ପିଉଛେ ଆଉ ନବା କୋଲ୍ଡ ଡ୍ରିଙ୍କ୍स ଆଜ୍ଞା ହଁ ଆଉ କୋଲ୍ଡ ଡ୍ରିଙ୍କ୍स ଆଉ ଗୋଟେ ହଉଛି ନର୍ମାଲ ପାଣି ଗୋଟେ ନର୍ମାଲ ପାଣି ଆଉ ଗୋଟେ ହଉଛି କ୍ୟାଙ୍ଗେନ୍ ୱାଟର ଏଇଟା ହଉଛି ଆପଣଙ୍କ ବୋଟଲ ପାଣି ଯୋଉଟା ବିସ୍ଲେରୀ ୱାଟର ଏଇଟା ହଉଛି କୋଲ୍ଡ ଡ୍ରିଙ୍କ୍ସ କୋଲ୍ଡ ଡ୍ରିଙ୍କ୍ସ ସ୍ପ୍ରାଇଟ୍ ଦେଖନ୍ତୁ ଆମ ବଡିରେ ଯଦି ଆମ ପାଣିରେ 6 ରୁ ତଳକୁ 1 2 3 4 5 ଏଇ କଲର ଆସିଯିବ ପାଣି ଯଦି ଏଇ କଲର ମ୍ୟାଚ୍ କରିବ ତାହେଲେ ଏସିଡିକ୍ ୱାଟର ଏସିଡିକ୍ ଦ୍ୱାରା କ'ଣ ହୁଏ ନା କ୍ୟାନ୍ସର ଡାଇବେଟିସ୍ ଥାଇରଏଡ୍ ଆର୍ଥ୍ରାଇଟିସ୍ କୋଲେଷ୍ଟ୍ରୋଲ ହାଇ ବ୍ଲଡ୍ ପ୍ରେସର ଯେତେ ପ୍ରକାର ରୋଗ ଆମକୁ ଏସିଡିକ୍ ଏନଭାୟରନମେଣ୍ଟରୁ ଆମକୁ ହୁଏ 7ଟା ହଉଛି ନ୍ୟୁଟ୍ରାଲ ମାନେ ଏସିଡିକ୍ ନୁହଁ କି ଆଲକାଲାଇନ୍ ନୁହଁ 8 ଠୁ ଉପରକୁ ପାଣି ପିଇଲେ ହଉଛି ଆଲକାଲାଇନ୍ ସେଥିରେ କ'ଣ ଡିଜିଜ୍ କ୍ୟାନଟ୍ ଏକ୍ଜିଷ୍ଟ ଆମ ବଡିର ବ୍ଲଡ୍ ର pH ହଉଛି 7.365 ମାନେ ନ୍ୟୁଟ୍ରାଲ ଅଛି ଆଲକାଲାଇନ୍ ପାଖାପାଖି ଅଛି ଆମକୁ ଦରକାର କ'ଣ ନା ଆଲକାଲାଇନ୍ ୱାଟର ଆମେ ଯଦି ବ୍ଲଡ୍ ରେ pH ଆଲକାଲାଇନ୍ ଅଛି ଆମେ ଯଦି ଏସିଡିକ୍ ପାଣି ପିଇବା ଧୀରେ ଧୀରେ କ'ଣ ହବ ନା ଆମ ବ୍ଲଡ୍ କୁ ସେ ଏସିଡିକ୍ କରେଇବ ଏସିଡିକ୍ କରେଇଲେ ଆମକୁ କ'ଣ ହବ ଆମକୁ ଦରକାର ଆଲକାଲାଇନ୍ ୱାଟର ଆମେ ଦେଖିବା ଆମେ ଯୋଉ ପାଣି ପିଉଛେ 4 ପ୍ରକାର ପାଣି ପିଉଛେ ଏଟା ଆମର ଏସିଡିକ୍ ନା ଆଲକାଲାଇନ୍ ମୋ ପାଖରେ ଅଛି ସାର୍ ଦେଖନ୍ତୁ ପାଣିର pH ଟେଷ୍ଟ କରିବା ପାଇଁ ଗୋଟେ ଅଛି ଲିକ୍ୱିଡ ଯୋଉ ଆମର ଅଛି pH ଲିକ୍ୱିଡ pH ଲିକ୍ୱିଡ ଏଇଟା ପକେଇଲେ ପାଣିର pH ଆମେ ଜାଣିପାରିବା ଏଇଟା ଦେଖନ୍ତୁ ବୋଟଲ ୱାଟର ଯୋଉଟା ଆମେ ପିଉଛେ ମାର୍କେଟରୁ କିଣିକି ଏଇଟା ହଉଛି ଦେଖନ୍ତୁ କୋଲ୍ଡ ଡ୍ରିଙ୍କ୍ସ ଏଇଟା ଆପଣଙ୍କ ପାଣି ସାଧା ପାଣି ମାନେ କଟକ ମ୍ୟୁନିସିପାଲିଟି ପାଣି ଏଇଟା ହଉଛି କ୍ୟାଙ୍ଗେନ୍ ୱାଟର ଫାର୍ଷ୍ଟ ଦେଖିବା ବୋଟଲ ପାଣି ଯୋଉଟା ଆମେ 20 ଟଙ୍କା ଦେଇକି ପିଉଛେ ଆମର କମ୍ pH ଅଛି ଦେଖନ୍ତୁ ଆମର 5 pH 5 pH ଆମର ଆସୁଛି 5 କଲର ବେଷ୍ଟ ଏଇଟା ଆମେ ପିଉଛେ ମାନେ ଇଏ ପିଉଛେ ଆମର କୋଲ୍ଡ ଡ୍ରିଙ୍କ୍ସ ଦେଖନ୍ତୁ ଏଇଟା 2-3 pH ଆସି ଯାଉଛି ମାନେ ଏତେ ଖତରନାକ 2-3-4 ଆଜ୍ଞା ଆଉ ଯୋଉଟା ନର୍ମାଲ ପାଣି ଆସୁଛେ ଏଇଟା ହଉଛି 6-7 ପାଖାପାଖି ଆସି ଯାଉଛି ମାନେ ଏସିଡିକ୍ ୱାଟର କିନ୍ତୁ ଆମେ କ୍ୟାଙ୍ଗେନ୍ ପାଣି ପିଉଛେ କ୍ୟାଙ୍ଗେନ୍ ପାଣିରେ 9-10 ଆସି ଯାଉଛି 9.5 ପାଣି ଏଇଟା 8 ରୁ 9 ପର୍ଯ୍ୟନ୍ତ ଆସୁଛି ଆଉ ଏଇଟା 9.5 ର କ୍ୟାଙ୍ଗେନ୍ ୱାଟର ଆପଣ ଏଇ ପାଣି ପିଉଛନ୍ତି ଯଦି କେବେ ଆପଣ କ୍ୟାଙ୍ଗେନ୍ ପାଣି ପିଇବେ ଆପଣ ଯେହେତୁ ଏଇ ପାଣି ପିଉଥିଲେ ବୋଟଲ ପାଣି ପିଉଥିଲେ ଆଜି ଯଦି କ୍ୟାଙ୍ଗେନ୍ ପାଣି ପିଇବେ ଆପଣଙ୍କ ବଡି ଆଲକାଲାଇନ୍ ହେଇଯିବ ଆଜ୍ଞା ଆପଣ ଏଇ ପାଣି ପିଉଥିଲେ ଆପଣ ଘର ପାଣି ପିଉଛନ୍ତି ସପ୍ଲାଇ ପାଣି ଲାଗୁଛନ୍ତି ଆଜି ଯଦି କ୍ୟାଙ୍ଗେନ୍ ପାଣି ପିଇବେ ଆପଣଙ୍କ ବଡି ଧୀରେ ଧୀରେ ଆଲକାଲାଇନ୍ ହେବ କିନ୍ତୁ ଆପଣ ଯଦି କୋଲ୍ଡ ଡ୍ରିଙ୍କ୍ସ ପିଇ ଦଉଛନ୍ତି ଦେଖନ୍ତୁ ଆପଣଙ୍କ ବଡି ସାଙ୍ଗେ ସାଙ୍ଗେ ଏସିଡିକ୍ ହେଇଯିବ ଦୟାକରି କହୁଛି କେବେ କୋଲ୍ଡ ଡ୍ରିଙ୍କ୍ସ ପିଇବେ ନାହିଁ ଆଚ୍ଛା ତାମାନେ ବେଟର ଆଇଡିଆ ମିଳିଲା ମାନେ ଭଲ ଗୋଟେ ସଜେସନ୍ ମିଳିଲା ଯେ କି କୋଲ୍ଡ ଡ୍ରିଙ୍କ୍ସରେ କ'ଣ ଆମର ରହିଛି ଆଉ ଇଏ ଆମର ଏଇ ଯେଉଁ ମେସିନ୍ଟା ରହିଛି ଆ ଦେହରେ ଆମର କେତେ ଉପକାର ହେଉଛି ଆ ଦେହରେ ଏଇ ଯେଉଁ ଆମ ଭିତରେ ଯେତିକି ଏସିଡ୍ ଫେସିଡ୍ ରହୁଛି ଏଗୁଡ଼ା ସବୁ ଆକୁ ଡିଲିଟ୍ କରୁଛି ଇଏ ମେସିନ୍ ପାଇଁ ନାଇଁ କି ଆଚ୍ଛା ସାର୍